Hey everyone, ମୁଁ Twinkle Knowledge Cat YouTube channel ତରଫରୁ ଆପଣ ସମସ୍ତଙ୍କୁ ମୋର ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆମେ ପୂର୍ବରୁ ଓଡ଼ିଶା ଜିକେ କୁ କଭର କରିସାରିଥିଲେ। ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଇଣ୍ଡିଆ ଜିକେ ର ଇଣ୍ଟ୍ରୋଡକ୍ସନ। ତାହେଲେ ଆମେ ଆଜି ଆମର ଇଣ୍ଟ୍ରୋଡକ୍ସନ କ୍ଲାସରେ ପଢିବା ଭାରତର ଅବସ୍ଥିତି, କ୍ଷେତ୍ରଫଳ ଏବଂ ତାର ବାଉଣ୍ଡରୀ କାହା ସହିତ କିଏ କେମିତି ସଂଯୋଗ ହେଇଛି ଏସବୁ ବିଷୟରେ ମୁଁ ଡିଟେଲରେ এই ଭିଡିଓରେ ନୋଟର ସହିତ ଲେଖିଦେଇଛି ଏବଂ ବୁଝାଇଛି ମଧ୍ୟ। ଯଦି ଆପଣମାନେ ମୋର ଭିଡିଓକୁ ଦେଖିବା ପାଇଁ ଚାହୁଁଛନ୍ତି ସବୁବେଳେ ତାହେଲେ ନଲେଜ ଗାଇଡ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ବେଲ୍ ଆଇକନକୁ ପ୍ରେସ୍ କରିକି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। ତାହେଲେ ଏବେ ଆମେ ଆଜି ଭିଡିଓ ଉପରକୁ ଯିବା। ପ୍ରଥମେ ଆମେ ଦେଖିବା ଯେ ଆମ ଭାରତର ଅବସ୍ଥିତି ସମ୍ପର୍କରେ। ଆମ ଭାରତ ସାଉଥ ଏସିଆରେ ଲୋକେଟେଡ୍ ଇନ୍ ସାଉଥ ଏସିଆ। ଭାରତ ସାଉଥ ଏସିଆର ସାଉଥରେ ଦେଖାଯାଇଥାଏ। ତାହେଲେ ଏହା ହଉଛି ଆମର ସେଭେନ୍ଥ ଲାର୍ଜେଷ୍ଟ କଣ୍ଟ୍ରି। ତାହେଲେ କ୍ଷେତ୍ରଫଳ ଦୃଷ୍ଟିରୁ ଆମ ଭାରତର ସ୍ଥାନ ହଉଛି ସପ୍ତମ। ଏଟା ହଉଛି ମୋଷ୍ଟ ପପୁଲସ୍ କଣ୍ଟ୍ରି। ଆଗରୁ ଚାଇନା ଅଧିକ ପପୁଲେସନରେ ଥିଲା, କିନ୍ତୁ ଏବେ ଆମ ଇଣ୍ଡିଆ ସବୁଠାରୁ ଅଧିକ ପପୁଲେସନ। ଆମର କ୍ୟାପିଟାଲ ନ୍ୟୁ ଦିଲ୍ଲୀ ଠାରେ ଅବସ୍ଥିତ। ଏରିଆ ହଉଛି 32,87,263 ସ୍କୋୟାର କିଲୋମିଟର, ଯୋଉଟା ହଉଛି ଆମର ଟୋଟାଲ ୱାର୍ଲଡର 2.4%। ଏହାକୁ ମଧ୍ୟ ଆମେ ମନେ ରଖିବା। ନର୍ଥ ରୁ ସାଉଥ, ତାହେଲେ ଭାରତର ଏପଟେ ରହିଲା ଇଷ୍ଟ ୱେଷ୍ଟ, ଉପରେ ରହିଲା ନର୍ଥ, ତଳେ ରହିଲା ସାଉଥ। ତ ନର୍ଥ ରୁ ସାଉଥ ଭିତରେ ଯୋଉ ଡିଷ୍ଟାନ୍ସ ଟା ସେଇଟା ହଉଛି ଆମର 3214 କିଲୋମିଟର। ଏବଂ ଇଷ୍ଟ ରୁ ୱେଷ୍ଟ, ଇଷ୍ଟ ଏବଂ ୱେଷ୍ଟ ଏମିତି ଯୋଉ ରହିଲା ସେଇଟା ହଉଛି ଆମର 2933 କିଲୋମିଟର। ଆଉ ଆମର ଲ୍ୟାଣ୍ଡ ବାଉଣ୍ଡରୀ ହଉଛି 15,200 କିଲୋମିଟର। ଏଟା ହଉଛି ଆମର ଆପ୍ରୋକ୍ସିମେଟଲି। ବୁଝିଗଲା। ତାହେଲେ ଆମ ଭାରତ ଏସିଆର ସାଉଥରେ ଅବସ୍ଥିତ। ପପୁଲେସନ ଦୃଷ୍ଟିରୁ ହଉଛି ଫାଷ୍ଟ, କିନ୍ତୁ ଆମେ ଏରିଆ ୱାଇଜ ଦେଖିଲେ ଏହା ହଉଛି ସେଭେନ୍ଥ ଲାର୍ଜେଷ୍ଟ କଣ୍ଟ୍ରି। କ୍ୟାପିଟାଲ ହଉଛି ଆମର ଦିଲ୍ଲୀ। 32,87,263 ସ୍କୋୟାର କିଲୋମିଟର ହଉଛି ଏହାର ଏରିଆ। ନର୍ଥ ରୁ ସାଉଥ ଡିଷ୍ଟାନ୍ସ ହଉଛି 3214 କିଲୋମିଟର। ସେମିତି ଇଷ୍ଟ ରୁ ୱେଷ୍ଟ ଡିଷ୍ଟାନ୍ସ ହଉଛି 2933 କିଲୋମିଟର। ଏହାର ଲ୍ୟାଣ୍ଡ ବାଉଣ୍ଡରୀ ହଉଛି 15,200 କିଲୋମିଟର। ତାପରେ ଅଛି ଆମର କୋଷ୍ଟଲାଇନ ୱିଥ ଆଇସଲ୍ୟାଣ୍ଡ। ତାହେଲେ କୋଷ୍ଟଲାଇନ ର ଦୈର୍ଘ୍ୟ ହଉଛି 75,16.6 କିଲୋମିଟର, ଯୋଉଟା ଆଇସଲ୍ୟାଣ୍ଡ କୁ ମିଶେଇକି। ସେମିତି ୱିଦାଉଟ୍ ଆଇସଲ୍ୟାଣ୍ଡ ନେଲେ 6,100 କିଲୋମିଟର। କୋଷ୍ଟଲାଇନ ମାନେ କଣ? ତଟ ଯୋଉଟା ଆମେ କହିବା। ବୁଝିଗଲା। ତାପରେ ଅଛି ଟୋଟାଲ ଲ୍ୟାଣ୍ଡ ନେବର। ଆମର ସମୁଦାୟ 7ଟି ଲ୍ୟାଣ୍ଡ ଅଛି। କଣ କଣ? ମାନେ ଆମର ପଡୋଶୀ ରାଷ୍ଟ୍ର ଟୋଟାଲ 7ଟି ରହିଛି। କଣ କଣ? ପାକିସ୍ତାନ, ଆଫଗାନିସ୍ତାନ, ଚାଇନା, ନେପାଳ, ଭୁଟାନ, ବାଂଲାଦେଶ, ଆଉ ଗୋଟେ ହଉଛି ମିଆଁମାର। ଏଠି ମୁଁ ଲେଖିଦେଇଛି ସର୍ଟକଟ ରେ ଲଙ୍ଗେଷ୍ଟ ବର୍ଡର, ଯୋଉଟା ଆମର ଭାରତ ସହିତ ଲଙ୍ଗେଷ୍ଟ ବର୍ଡର ସେୟାର କରୁଛି ବାଂଲାଦେଶ। ଏହାକୁ ମଧ୍ୟ ଆପଣ ମନେ ରଖିବେ। ତାହେଲେ ଆମର 7ଟି ପଡୋଶୀ ରାଷ୍ଟ୍ରର ନାଁ କଣ କଣ? ପାକିସ୍ତାନ, ଆଫଗାନିସ୍ତାନ, ଚାଇନା, ନେପାଳ, ଭୁଟାନ, ବାଂଲାଦେଶ ଏବଂ ମିଆଁମାର। ଆଣ୍ଡାମାନ ଏବଂ ନିକୋବର ଆଇସଲ୍ୟାଣ୍ଡକୁ ଆମର ଯୋଉଟା ସେଟାକୁ କୁହନ୍ତି ବେ ଅଫ ବେଙ୍ଗାଲ। ଲାକ୍ଷାଦ୍ୱୀପ ମିନି ବେ ଅଫ ବେଙ୍ଗାଲରେ ରହିଛି ଆଣ୍ଡାମାନ ନିକୋବର ଆଇସଲ୍ୟାଣ୍ଡ। ଲାକ୍ଷାଦ୍ୱୀପ, ମିନିକୟ ଏବଂ ଅମିନଦ୍ୱୀପ ଆଇଲ୍ୟାଣ୍ଡସଟା ଆମର ଆରାବିଆନ ସିରେ ରହିଛି। ସବୁଠାରୁ ଅଧିକ କୋଷ୍ଟ ଲାଇନ ସେୟାର କରୁଥିବା ଷ୍ଟେଟ ର ନାଁ ହଉଛି ଆମର ଗୁଜରାଟ। ବୁଝିଲେ। ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ, ବହୁତ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଗୁଜରାଟ ସବୁଠାରୁ ଅଧିକ କୋଷ୍ଟ ଲାଇନ କୁ ସେୟାର କରୁଛି। ଆକ୍ଟିଭ ଭଲକାନ ଆମର କୋଉଠି ଦେଖିବାକୁ ମିଳେ ନା? ବ୍ୟାରେନ ଆଇସଲ୍ୟାଣ୍ଡ, ଯୋଉଟା ଆମର ଆଣ୍ଡାମାନ ନିକୋବର ଆଇସଲ୍ୟାଣ୍ଡରେ ଦେଖିବାକୁ ମିଳିଥାଏ। ବୁଝିହେଲା। ତାହେଲେ ଏଥିରେ ଆମେ କୋଷ୍ଟଲାଇନ କଥା ପଢିଲେ। ଯଦି ଆମେ ୱିଥ ଆଇସଲ୍ୟାଣ୍ଡ ନବା ତାହେଲେ 7,516.6 କିଲୋମିଟର। ଆଉ ଯଦି ୱିଦାଉଟ୍ ଆଇସଲ୍ୟାଣ୍ଡ କଥା ଦେଖିବା 6,100 କିଲୋମିଟର। ଆମର ଟୋଟାଲ 7ଟି ପଡୋଶୀ ରାଷ୍ଟ୍ର ରହିଛି। କଣ କଣ ନା? ପାକିସ୍ତାନ, ଆଫଗାନିସ୍ତାନ, ଚାଇନା, ନେପାଳ, ଭୁଟାନ, ବାଂଲାଦେଶ ଏବଂ ମିଆଁମାର। ଆଣ୍ଡାମାନ ନିକୋବର ଆଇସଲ୍ୟାଣ୍ଡ ବେ ଅଫ ବେଙ୍ଗାଲରେ ଅଛି। ଲାକ୍ଷାଦ୍ୱୀପ, ମିନିକୟ ଏବଂ ଆମିନଦ୍ୱୀପ ଆଇସଲ୍ୟାଣ୍ଡ ଆରାବିଆନ ସିରେ ରହିଛି। ଆଉ ସବୁଠାରୁ ଅଧିକ କୋଷ୍ଟେଟର ବାଉଣ୍ଡରୀଟା ସେୟାର ହଉଛି ନା ଗୁଜରାଟ। ଆକ୍ଟିଭ ଭଲକାନ ଆମର ବ୍ୟାରେନ ଆଇସଲ୍ୟାଣ୍ଡରେ ଦେଖିବାକୁ ମିଳେ, ଯୋଉଟା ଆମର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ। ନେକ୍ସଟ ଆମେ ଦେଖିବା ଆମର ଯୋଉ ପଏଣ୍ଟ। ବୁଝିହେଲା। ଇଷ୍ଟରେ କଣ ପଏଣ୍ଟ ଅଛି, ୱେଷ୍ଟରେ କଣ, ନର୍ଥରେ କଣ, ସାଉଥରେ କଣ। ଲାଷ୍ଟ ପଏଣ୍ଟଟା ଇଷ୍ଟରେ ହଉଛି କିବିଠୁ, ଯୋଉଟା ଆମର ଅରୁଣାଚଳ ପ୍ରଦେଶରେ ଅବସ୍ଥିତ। ୱେଷ୍ଟରେ ରହିଲା ଆମର ଗୁହାରମତା, ଯୋଉଟା ହଉଛି ଗୁଜରାଟର। ନର୍ଥରେ ଆମର ରହିଲା ଇନ୍ଦିରାକୋଲ, ଯାହା ଆମର
ଚାଇନା ଏବଂ ସିଆଚିନ୍ ଗ୍ଲାସିୟର ମଧ୍ୟରେ ବର୍ଡର କ୍ରିଏଟ୍ କରୁଛି। ସାଉଦର୍ନ ମୋଷ୍ଟ ଟିପ୍ ଅଫ୍ ମେନଲ୍ୟାଣ୍ଡ ଯଦି କହିବା ଆମେ କନ୍ୟାକୁମାରୀ, ଆଉ ପଏଣ୍ଟ କହିଲେ ଆମର ହବ ଇନ୍ଦିରା ପଏଣ୍ଟ। ଏହାକୁ ମଧ୍ୟ ପିଗ୍ମାଲିୟନ ପଏଣ୍ଟ ଇନ୍ ଗ୍ରେଟ୍ ନିକୋବର ବୋଲି କହନ୍ତି। ବୁଝିହେଲା? ତାହେଲେ ଇଷ୍ଟରେ ହଉଛି ଆମର କିବିଠୁ, ୱେଷ୍ଟ ହଉଛି କୁହରମଟା, ନର୍ଥରେ ହଉଛି ଇନ୍ଦିରା କୁଲ, ସାଉଥରେ ହଉଛି ଆମର ଇନ୍ଦିରା ପଏଣ୍ଟ। ଜାଣି ହେଲା? ଏତିକି ହଉଛି ଆମର ଚାରିପଟରେ ଚାରିଟା ପଏଣ୍ଟ। ନେକ୍ସଟ ଆମେ ଦେଖିବା ଭାରତର ଲ୍ୟାଟିଚ୍ୟୁଡ ଏବଂ ଲଙ୍ଗିଚୁଡିନାଲ ଏକ୍ସଟେଣ୍ଟ କଥା। ଭାରତ ଆମର 8 ଡିଗ୍ରୀ 4 ମିନିଟ୍ ନର୍ଥ ରୁ 8 ଡିଗ୍ରୀ 4 ମିନିଟ୍ ନର୍ଥ ଏବଂ 37 ଡିଗ୍ରୀ 6 ମିନିଟ୍ ନର୍ଥ ଲାଟିଚ୍ୟୁଡରେ ଅବସ୍ଥିତ, ଯୋଉଟାରେ ଆମର ଟ୍ରପିକ ଅଫ କ୍ୟାନ୍ସର ପାସ୍ କରିଛି 23 ଡିଗ୍ରୀ 30 ମିନିଟ୍ ନର୍ଥରେ। ସେମିତି ଲଙ୍ଗିଚୁଡିନାଲ ଏକ୍ସଟେଣ୍ଟ କଥା କହିଲେ 68 ଡିଗ୍ରୀ 7 ମିନିଟ୍ ଇଷ୍ଟରୁ 97 ଡିଗ୍ରୀ 25 ମିନିଟ୍ ଇଷ୍ଟ ଲଙ୍ଗିଚୁଡ୍ ମଧ୍ୟରେ ଅବସ୍ଥିତ। ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ୍ ଯୋଉଟା ଆମର 82 ଡିଗ୍ରୀ 5 ମିନିଟ୍ 82.5 ବା 82 ଡିଗ୍ରୀ 30 ମିନିଟ୍ ଇଷ୍ଟ ଲଙ୍ଗିଚୁଡ୍ରେ ଆମ ଭାରତଟା ଅବସ୍ଥିତ କରୁଛି। ଏହାକୁ ମଧ୍ୟ ଆପଣମାନେ ମନେ ରଖିବେ। ତାପରେ ଆମେ ଦେଖିବା ଭାରତର କୋଉଠି କଣ ରହିଛି। ଇଷ୍ଟରେ ଅଛି ଆମର ସି କଥା ଦେଖିଲେ, ଇଷ୍ଟରେ ଆମର ବେ ଅଫ୍ ବେଙ୍ଗାଲ, ୱେଷ୍ଟରେ ଦେଖିଲେ ଆରବିଆନ୍ ସି ଏବଂ ସାଉଥରେ ଆମର ଇଣ୍ଡିଆନ ଓସେନ ରହିଛି। ତାହେଲେ ଆମ ଭାରତର 3 ପାଖରୁ ଜଳ ଘେରି ରହିଥିବାରୁ ଏହା ମଧ୍ୟ ଗୋଟେ ଉପଦ୍ୱୀପ କୁହାଯାଇଥାଏ। ଆମର ଭାରତରେ ଯୋଉ ଦେଖିବା ତାପରେ କୋଉ କୋଉ ଦେଶ କଣ ରହିଛି। ଇଷ୍ଟରେ ଆମର ରହିଛି ବାଂଲାଦେଶ, ମିଆଁମାର, ନର୍ଥରେ ରହୁଛି ଚାଇନା, ନେପାଳ, ଭୁଟାନ, ନର୍ଥ ୱେଷ୍ଟରେ ରହୁଛି ପାକିସ୍ତାନ ଏବଂ ଆଫଗାନିସ୍ତାନ। ଏହାକୁ ମଧ୍ୟ ମନେ ରଖିବେ। ଆକ୍ରସ୍ ଦ ସି ଶ୍ରୀଲଙ୍କା ଅଛି, ମାଲଦ୍ୱୀପ ମଧ୍ୟ ରହିଛି। ଶ୍ରୀଲଙ୍କା ଆମର ସାଉଥ ପଟେ ରହୁଛି, ସାଉଥ ୱେଷ୍ଟ ପଟେ ମାଲଦ୍ୱୀପ ମଧ୍ୟ ରହିଛି। ମ୍ୟାପରେ ବୁଝେଇଛି ମଧ୍ୟ ପରେ। ତାପରେ ଆମେ ଦେଖିବା ଆମର ବର୍ଡର କଥା, ପାକିସ୍ତାନ କଥା ଦେଖିବା। ଆମେ ପୂର୍ବରୁ ପଢିଲେ ଆମର ଗୋଟେ ପଡୋଶୀ ରାଷ୍ଟ୍ର ହଉଛି ପାକିସ୍ତାନ। ପାକିସ୍ତାନ ଆମର 1947ରେ ସ୍ୱାଧୀନତା ପାଇଥିଲା। ଭାରତ ସହିତ ଏହା କେତେ କିଲୋମିଟର ସେୟାର କରୁଛି ନା 3323 କିଲୋମିଟର। ମାନେ ବର୍ଡର ଯୋଉଟା ଆମର ଭାରତ ସହିତ ପାକିସ୍ତାନକୁ ଲାଗିକି 3323 କିଲୋମିଟର ରହିଛି। ଭାରତ ଏବଂ ପାକିସ୍ତାନ କାହା ଦ୍ୱାରା ସେପାରେଟ ହଉଛି ନା ରେଡ୍ କ୍ଲିଫ୍ ଲାଇନ। ଏହାକୁ ଆପଣ ମାନେ ମନେ ରଖିବେ, ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ରେଡ୍ କ୍ଲିଫ୍ ଲାଇନ ଦ୍ୱାରା ଭାରତ ଏବଂ ପାକିସ୍ତାନ ସେପାରେଟ ହଉଛି। କୋଉ କୋଉ ବର୍ଡର ଆମର ଯାଉଛି ନା ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ଜାମ୍ମୁ କାଶ୍ମୀର ଏବଂ ଲଦାଖ। ଏଠି ଦେଖନ୍ତୁ ଆପଣ ମାନଙ୍କୁ ଚିତ୍ର ମାଧ୍ୟମରେ ମୁଁ ଦେଇଦେଇଛି। ଉପରେ ରହିଲା ଆମର ଲଦାଖ, ତାପରେ ଅଛି ଜାମ୍ମୁ କାଶ୍ମୀର, ତାପରେ ଅଛି ପଞ୍ଜାବ, ତାପରେ ଅଛି ରାଜସ୍ଥାନ, ତାପରେ ଅଛି ଆମର ଗୁଜୁରାଟ। ତାହେଲେ ଏଇ ଯୋଉ 5ଟି ଷ୍ଟେଟ କାହା ସହିତ ବର୍ଡର ସେୟାର କରୁଛି ନା ପାକିସ୍ତାନ ସହିତ। ଏଇପଟେ ଆମର ରହିଲା ପାକିସ୍ତାନ। ବୁଝିହେଲା? ତାହେଲେ ମନେ ରହିଲା, ଉପରେ ଆମର ଲଦାଖ, ତା ତଳେ ଜାମ୍ମୁ କାଶ୍ମୀର, ତାପରେ ପଞ୍ଜାବ, ତାପରେ ରାଜସ୍ଥାନ, ତାପରେ ଗୁଜୁରାଟ। ଏତିକି ଷ୍ଟେଟ ଆମର ପାକିସ୍ତାନକୁ ଲାଗିକି ରହିଛି। ଆଉ ଏଇଠି ଯୋଉ ଲାଇନଟା ଯାଇଛି, ବୁଝିଲା, ପାକିସ୍ତାନ ଏବଂ ଇଣ୍ଡିଆ ଅଲଗା ହଉଛି ଯୋଉ ଲାଇନରେ, ଏହାକୁ କୁହନ୍ତି କଣ ରେଡ୍ କ୍ଲିଫ୍ ଲାଇନ। ନେକ୍ସଟ ଆମେ ଦେଖିବା କଣ କଣ ଡିସ୍ପୁଟ କହିଲେ କଣ କଣ ବିବାଦ ରହିଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ। ପ୍ରଥମେ ଆମେ ପଢିବା ସାର୍କ୍ରିକ୍ କଥା। ସାର୍କ୍ରିକ୍ ହଉଛି ଗୋଟେ ନ୍ୟାରୋ ମାର୍ସି ଚ୍ୟାନେଲରେ, ବୁଝିହେଲା। ମାର୍ସି ଚ୍ୟାନେଲ କହିଲେ କଣ, ଲୁଣା ଅଞ୍ଚଳ ଯୋଉଟା ଆମର ରନ୍ ଅଫ୍ କଚ୍ଛର ପଛପଟେ ଦେଖାଯାଏ। କଚ୍ଛ ଆମର କୋଉଠି, ଗୁଜୁରାଟ, ଗୁଜୁରାଟର କଚ୍ଛ ଏଇଟା ଆମର ରହିଛି ଗୁଜୁରାଟ। ମୁଁ ଚିତ୍ର ମାଧ୍ୟମରେ ମଧ୍ୟ ଆପଣଙ୍କୁ ଦର୍ଶାଇଦେବି। ଏଇଟା ଆମର ରହିଛି ଗୁଜୁରାଟ, ଏଇଟା ହଉଛି ଆମର ସାର୍କ୍ରିକ୍ ଚ୍ୟାନେଲ। ବୁଝିହେଲା? ମୁଁ ଚିତ୍ର ମାଧ୍ୟମରେ ମଧ୍ୟ ମ୍ୟାପ ଦେଇଦେଇଛି ଆପଣମାନଙ୍କ ପାଇଁ। ଏଇଟା ଯୋଉ ସାର୍କ୍ରିକ୍ ଏଇ ଚ୍ୟାନେଲ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିସ୍ପ୍ୟୁଟ ରହିଛି। ଏଇଠି ଆପଣମାନଙ୍କୁ ଦେଖାଇଛି ମଧ୍ୟ ଡିସ୍ପ୍ୟୁଟ ଏରିଆ। ଏତିକି ହଉଛି ଆମର ଡିସ୍ପ୍ୟୁଟ ଏରିଆ ରହିଛି। ମୁଁ ଗାର ମଧ୍ୟ ଦେଇଦେଇଛି ମ୍ୟାପରେ। ଫର୍ମିଂ ପାର୍ଟ ଅଫ ଦ ବାଉଣ୍ଡରୀ ବିଟୱିନ୍ ଇଣ୍ଡିଆ ଆଣ୍ଡ ପାକିସ୍ତାନ, ଅଲସୋ କଲ୍ଡ ବ୍ୟାନ ଗଙ୍ଗା। ଏହାକୁ ବ୍ୟାନ ଗଙ୍ଗା ମଧ୍ୟ କହନ୍ତି। କଣ ପାଇଁ ଏହା ମଧ୍ୟରେ ବିବାଦ ହେଇଛି ନା ଏଥିରେ ଫିସିଂ ରାଇଟ୍, ଏକ୍ସକ୍ଲୁସିଭ ଇକୋନୋମିକ ଜୋନ୍ ଆଉ ପୋଟେନ୍ସିଆଲ ଅଏଲ ଗ୍ୟାସ ଏସବୁ ଜିନିଷ ଏଠିରେ ଅଛି। ସେଇଥିପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ହେଇଛି। ସାର୍କ୍ରିକ୍ ମନେ ରଖିବେ, ଏହାକୁ ନା ହଉଛି ସାର୍କ୍ରିକ୍ ଡିସ୍ପ୍ୟୁଟ। କୋଉଠି ଅଛି ଆମର ଗୁଜୁରାଟର ଯୋଉ କଚ୍ଛ ଯୋଉ ରହିଲା, କଚ୍ଛ ରନ୍ ଅଫ୍ କଚ୍ଛ ଠାରେ ଆମର ରହିଛି ନା ଏଇଟା ଆମର ବାଉଣ୍ଡରୀ କ୍ରିଏଟ କରୁଛି ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ। ନେକ୍ସଟ ଆମେ ଦେଖିବା ପିଓକେ କଥା। ପିଓକେ ହଉଛି ପାକିସ୍ତାନ ଅକ୍ୟୁପାଏଡ କାଶ୍ମୀର, ତାମାନେ କାଶ୍ମୀରର କିଛି ଅଞ୍ଚଳ ପାକିସ୍ତାନ ଅକ୍ୟୁପାଏ କରିଦେଇଛି।
एटा कौन ना इंडिया रो गोटे पार्ट थिला पीओके टा इंडिया रो गोटे पार्ट किंतु पाकिस्तान एहाकू 1947-48 रु कोन करछि कंट्रोल करि आसीछि पीओके अंडर रे कौन आमर एरिया जाउछि एठी मु देखै देछि मैप रे मध्य एठी हमर जम्मू काश्मीर रहिला जम्मू काश्मीर होछि हमर इंडिया रो जम्मू काश्मीर एठी रहिला तापरे अछि आजाद काश्मीर आ गोटे होछि कोन गिलगिट बाल्टिस्तान आ गोटे होछि आजाद काश्मीर आ गोटे होछि गिलगिट बाल्टिस्तान एई जो दीटा एरिया जाउछि ए दीटा एरिया हमर कोन पाकिस्तान ऑक्युपाई कर देछि ए दीटा ଆମର ଭାରତର କିନ୍ତୁ ପାକିସ୍ତାନ ଅକ୍ୟୁପାଏଡ୍ ରେ ଯାଉଛି ପାକିସ୍ତାନ ଅକ୍ୟୁପାଏଡ୍ କାଶ୍ମୀର ବୁଝିଗଲା ତାହେଲେ ଚିତ୍ରରେ ମୁଁ ଆପଣମାନଙ୍କୁ ଦେଇଦେଇଛି ଏଠି ଅଛି ଆମର କଣ ଗିଲଗିଟ୍ ବାଲ୍ଟିସ୍ତାନ ଏଠି ଅଛି ଆମର ଆଜାଦ କାଶ୍ମୀର ବୁଝିଗଲା ଏଇ ଦିଟା ଏରିଆ ଆମ ଭାରତର ଯୋଉ ଦିଟାକୁ ପାକିସ୍ତାନ ନେଇଯାଇଛି ଜାଣିହେଲା ତାହେଲେ ପିଓକେ କଥା ପିଓକେ ପାଇଁ ମଧ୍ୟ ଆମର ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ରହିଛି ନେକ୍ସଟ ଆମେ ଦେଖିବା ସିଆଚିନ୍ ଗ୍ଲାସିୟର ଟା ଆମର କୋଉଠି ଦେଖାଯାଏ ନା ହିମାଳୟର କାରାକୋରମ ରେଞ୍ଜ ରେ ବୁଝିଲା ହିମାଳୟରେ ଯୋଉ କାରାକୋରମ ରେଞ୍ଜ ରହିଛି ତାର ଇଷ୍ଟର୍ଣ୍ଣରେ ଆମର ସିଆଚିନ୍ ଗ୍ଲାସିୟର ଅବସ୍ଥିତ ଯୋଉଟା ଆମର ୱାର୍ଲଡର ହାଇଏଷ୍ଟ ବ୍ୟାଟେଲ ଫିଲ୍ଡ ମଧ୍ୟ 1984 ରେ ଇଣ୍ଡିଆ ଲଞ୍ଚଡ ଅପରେସନ ମେଘଦୂତ ତାହେଲେ ମନେ ରଖିବେ ଆପଣ ମାନେ ମେଘଦୂତ ଯୋଉ ଅପରେସନ ହେଇଥିଲା ଏଟା କାହା ପାଇଁ ନା ସିଆଚିନ୍ ଗ୍ଲାସିୟର ଡିସ୍ପ୍ୟୁଟ ପାଇଁ ବୁଝିଲା strategic significance କଣ ରହିଛି ନା prevent Pakistan and China from linking of military ମାନେ ପାକିସ୍ତାନ ଆରପଟେ ରହିଲା ଚାଇନା ଉପରେ ପାକିସ୍ତାନ ତାପରେ ରହିଛି ଚାଇନା ଏବଂ ପାକିସ୍ତାନ ମଧ୍ୟରେ ଯୋଉ ମିଲିଟାରୀ ବା ଆର୍ମ ଫୋର୍ସ ହଉ ସେଗୁଡିକ ମଧ୍ୟରେ କଣ ପ୍ରିଭେଣ୍ଟ କରିବା ପାଇଁ ଏଇଟା ହଉଛି ମୁଖ୍ୟ କାରଣ ସିଆଚିନ୍ ଗ୍ଲାସିୟର सोर्स ऑफ मेजर रिवर लाइक नोब्रा एइथिରୁ ବହୁତ ନଦୀ ମଧ୍ୟ ବାହାରିଛି ଯେମିତି ମୁଁ କହିବି ନୋବ୍ରା ନଦୀ ଆମର କୋଉଠୁ ବାହାରିଛି ସିଆଚିନ୍ ଗ୍ଲାସିୟରରୁ ବାହାରିଛି ତାହେଲେ ସିଆଚିନ୍ ଗ୍ଲାସିୟର ପାଇଁ ମଧ୍ୟ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଆମର ବିବାଦ ବା ଡିସ୍ପ୍ୟୁଟ ରହିଛି ନେକ୍ସଟ ଆମେ ଦେଖିବା ଆଫଗାନିସ୍ତାନ କଥା ଆଫଗାନିସ୍ତାନ ହଉଛି ମଧ୍ୟ ଆମର ଗୋଟେ ପଡୋଶୀ ରାଷ୍ଟ୍ର ସେ ଭାରତ ସହିତ 106 କିଲୋମିଟରର ବର୍ଡର ସେୟାର କରୁଛି इंडिया ଏବଂ ଆଫଗାନିସ୍ତାନ ଦି ଜଣ ଯାକ ସେପାରେଟ ହଉଛନ୍ତି ଡୁରାଣ୍ଟ ଲାଇନ ଦ୍ୱାରା ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ କାହା ସହିତ ବର୍ଡର ସେୟାର କରୁଛି ନା ଲଦାଖ ଏଠି ମୁଁ ଆପଣ ମାନଙ୍କ ପାଇଁ ଭିଡିଓ ଏ ଯୋଉ ଭିଡିଓ କହୁଛି ମ୍ୟାପ ମଧ୍ୟ ଦେଇଦେଇଛି ଏଇ ଯୋଉ ଆମର ଲାଇନ ଟି ଯାଇଛି ଏଠି ଏଇଟା ହଉଛି ଆମର କଣ ଡୁରାଣ୍ଟ ଲାଇନ ବୁଝିହେଲା ଇଣ୍ଡିଆ ଏଠି ରହିଲା ଇଣ୍ଡିଆ ଏପଟେ ରହିଲା ଆମର ଆଫଗାନିସ୍ତାନ ଏଇ ଯୋଉ ଏରିଆଟା ଆମର କଣ ଲଦାଖ ସହିତ ତାହେଲେ ଆମର କଣ ହେଇଛି ସେୟାର ହେଇଛି ଏଇଠି ଛୋଟ ଯୋଉ ଏରିଆଟି ରହିଛି ବୁଝିହେଲା ତାହେଲେ ଲଦାଖ ଆମର ଆଫଗାନିସ୍ତାନ ସହିତ ସେୟାର ହେଇଛି କେତେ 106 କିଲୋମିଟରର ନେକ୍ସଟ ଆମେ ଦେଖିବା ଆଫଗାନିସ୍ତାନ ସହିତ ଆମର ସେମିତି କିଛି ବିବାଦ ନାହିଁ ନେକ୍ସଟ ଆମେ ନେପାଳ କଥା ଦେଖିବା ନେପାଳ ହଉଛି ଗୋଟେ ଲ୍ୟାଣ୍ଡଲକ୍ କଣ୍ଟ୍ରି ଏହାକୁ ଆପଣ ମାନେ ମନେ ରଖିବେ ନେପାଳ ହଉଛି ଗୋଟେ ଲ୍ୟାଣ୍ଡଲକ୍ କଣ୍ଟ୍ରି ଏହା ଆମର 1751 କିଲୋମିଟର ବର୍ଡର ସେୟାର କରୁଛି କଣ ଅଛି ଆମର ଷ୍ଟେଟ ଏଠି ଦେଖନ୍ତୁ ଉତ୍ତରାଖଣ୍ଡ ଅଛି ତାପରେ ଉତ୍ତରପ୍ରଦେଶ ଅଛି ବିହାର ଅଛି ତା ସହିତ ଏଠି ଅଛି ଆମର କଣ ସିକିମ ରହିଛି ଏଠି ରହିଛି ଆମର ୱେଷ୍ଟ ବେଙ୍ଗାଲ ତାହେଲେ ଏଇ ପାଞ୍ଚଟି ଷ୍ଟେଟ ଆମର ନେପାଳ ସହିତ ଲାଗିକି ରହିଛି ତାହେଲେ ବର୍ଡରରେ କିଏ ରହିଲେ ନେପାଳ ବର୍ଡରରେ ଇଣ୍ଡିଆର ଉତ୍ତରାଖଣ୍ଡ ଉତ୍ତରପ୍ରଦେଶ ବିହାର ସିକିମ ଏବଂ ୱେଷ୍ଟ ବେଙ୍ଗାଲ ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ ନେପାଳ ସହିତ ଆମର କଣ ଡିସ୍ପ୍ୟୁଟ ରହିଛି ନା ସୁଗାଉଲି ଟ୍ରିଟି କଣ ଇଟ୍ ଇଜ ସେଡ୍ ଦ୍ୟାଟ୍ କାଳି ରିଭର ୱିଲ୍ ଡିସାଇଡ୍ ବର୍ଡର ବିଟୱିନ୍ ଇଣ୍ଡିଆ ଆଣ୍ଡ ନେପାଳ ତାହେଲେ ସୁଗାଉଲି ଟ୍ରିଟିରେ କୁହାଯାଇଥିଲା ଯେ ଆମର ଯୋଉ କାଳି ରିଭର ରହିଛି ସେ କଣ କରିବ ନା ଇଣ୍ଡିଆ ଏବଂ ନେପାଳ ଭିତରେ ବର୍ଡରକୁ ଡିସାଇଡ୍ କରିବ ଯୋଉଟା ଆମର କାହା ମଧ୍ୟରେ ସାଇନ୍ ହେଇଥିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆଉ ନେପାଳର ସେତେବେଳେ ଯିଏ ରାଜା ଥିଲେ ନେପାଳର ରାଜା ଏବଂ ଇଣ୍ଡିଆର ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଏଟା ସାଇନ୍ ହେଇଥିଲା ଯେ କାଳି ରିଭରଟା ଆମର ଡିସାଇଡ୍ କରିବ ଇଣ୍ଡିଆ ଏବଂ ନେପାଳ ମଧ୍ୟରେ ବାଉଣ୍ଡରୀ କେବେ ହେଇଥିଲା ଆମର ଟ୍ରିଟିଟା 1816ରେ ହେଇଥିଲା କୋଉ ଏରିଆ ଏହା ସହିତ ଇନଭଲ୍ଭ ଅଛି ନା କଳାପାଣି ଲିପୁଲେଖ ପାସ୍ ଆଉ ଗୋଟେ ହଉଛି ଲିମ୍ଫିଆଡୁରା ଏହାକୁ ମଧ୍ୟ ମନେ ରଖିବେ ଏଇ ଏରିଆ ଇନଭଲ୍ଭ ଅଛି କଣ ପାଇଁ ନା ଡିସ୍ପ୍ୟୁଟ ପାଇଁ କଣ ପାଇଁ ସୁଗାଉଲି ଟ୍ରିଟି ଡିସ୍ପ୍ୟୁଟ ପାଇଁ କଳାପାଣି ଲିପୁଲେଖ ପାସ୍ ଆଉ ଗୋଟେ ହଉଛି ଲିମ୍ଫିଆଡୁରା ମୁଁ ମ୍ୟାପ ମଧ୍ୟ ଦେଇଦେଇଛି ତାପରେ ଅଛି ଆମର ଚାଇନା କଥା ଚାଇନା ଆମର 3488 କିଲୋମିଟର ବର୍ଡର ସେୟାର କରୁଛି ଚାଇନା ଏବଂ ଇଣ୍ଡିଆ ସେପାରେଟ ହଉଛି କୋଉ ଲାଇନ
ଦ୍ଵାରା ନା ମ୍ୟାକମୋହନ, ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ। ମ୍ୟାକମୋହନ ଦ୍ଵାରା ଚାଇନା ଏବଂ ଇଣ୍ଡିଆ ସେପାରେଟ ହଉଛି। ବର୍ଡରରେ କିଏ କିଏ ଅଛନ୍ତି? ଏଠି ଆମର ରହିବ ଉପରେ ଲଦାଖ, ତାପରେ ଅଛି ଆମର ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ। ଏଇ ପାଞ୍ଚଟା ହଉଛି ଆମର ଚାଇନାର ବର୍ଡରରେ ରହିଛି। ତାହେଲେ କିଏ କିଏ? ଲଦାଖ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶ। ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ। ଚାଇନା ବର୍ଡରରେ କିଏ କିଏ ଯାଉଛନ୍ତି। ନେକ୍ସଟ ଦେଖିବା କଣ ଡିସ୍ପ୍ୟୁଟ ରହିଛି ଚାଇନା ମଧ୍ୟରେ। ଡିସ୍ପ୍ୟୁଟ ହଉଛି ଆକ୍ସାଇ ଚୀନ। ବୁଝିଲା, ଆକ୍ସାଇ ଚୀନ ପାଇଁ ଆମର ବିବାଦ ରହିଛି। ଏଟା ହଉଛି ଗୋଟେ କୋଲ୍ଡ ଡେଜର୍ଟ ପ୍ଲାଟ୍ୟୁଟେ, ଯାହା ହାଇ ଆଲ୍ଟିଟ୍ୟୁଡ। ଏହା ଆମର ଲଦାଖର ଇଷ୍ଟର୍ଣ୍ଣ ପାର୍ଟରେ ଦେଖାଯାଇଥାଏ। ଏଠି ଚିତ୍ର ମାଧ୍ୟମରେ ମୁଁ ମଧ୍ୟ ଦର୍ଶାଇ ଦେଇଛି। ଲଦାଖର ଇଷ୍ଟର୍ଣ୍ଣ ପାର୍ଟରେ ଆମର ଅଛି, ଏଟା ଆମର ଲଦାଖ, ଜାମ୍ମୁ କାଶ୍ମୀର। ଉପରେ ରହିଲା ଲଦାଖ, ଏଠି ଆମର ରହିଛି କଣ? ଆକ୍ସାଇ ଚୀନ। ଏପଟେ ରହିଲା ଚାଇନା। ତ ଚାଇନା ଏବଂ ଇଣ୍ଡିଆ ଏଇ ଆକ୍ସାଇ ଚୀନ ପାଇଁ କଣ ବିବାଦ ରହିଛି। ବୁଝିହେଲା? ଯୋଉଟା ଆମର ଆକ୍ସାଇ ଚୀନକୁ କିଏ କଣ୍ଟ୍ରୋଲ କରୁଛି? ଚାଇନା କଣ୍ଟ୍ରୋଲ କରୁଛି। କେବେ ଆମର ଯୁଦ୍ଧ ହେଇଥିଲା ନା 1962ରେ ଇଣ୍ଡିଆ ଚାଇନା ୱାର ହେଇଥିଲା ଏଇ ଆକ୍ସାଇ ଚୀନ ପାଇଁ। ବାଉଣ୍ଡରୀ ଲାଇନ ଯୋଉ ରହିଲା ଇଣ୍ଡିଆ ଏବଂ ଚାଇନା ଭିତରେ, ଏଇ ଯୋଉ ବାଉଣ୍ଡରୀ ଲାଇନ ରହିଛି ତା ନାଁ ହଉଛି ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ। ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ, LAC ବା ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ, ଇଣ୍ଡିଆ ଆଉ ଚାଇନା ଭିତରେ ବାଉଣ୍ଡରୀ ଲାଇନ ଟା। ନେକ୍ସଟ ଆମେ ଦେଖିବା କଣ? ପ୍ୟାଙ୍ଗଙ୍ଗ ଟିଏସଓ ଲେକ୍। ପ୍ୟାଙ୍ଗଙ୍ଗ ଟିଏସଓ ଲେକ୍ ଯୋଉଟା, ସେଟା ମଧ୍ୟ ଚାଇନା ଏବଂ ଭାରତ ମଧ୍ୟରେ ଡିସ୍ପ୍ୟୁଟ ରହିଛି। ଏଟା ହଉଛି ଗୋଟେ ହାଇ ଅଲ୍ଟିଟ୍ୟୁଡ ସଲ୍ଟ ୱାଟର ଲେକ୍ ଟେ, ଯୋଉଟା ଆମର ଲଦାଖର ଇଷ୍ଟର୍ଣ୍ଣରେ ଦେଖାଯାଇଥାଏ। ଇଣ୍ଡିଆ ଆଉ ଚାଇନା ଭିତରେ ଡିସ୍ପ୍ୟୁଟ ରହିଛି। ଏହାକୁ ଫିଙ୍ଗର ଫୋର ଡିସ୍ପ୍ୟୁଟ ମଧ୍ୟ କୁହନ୍ତି। ଏଇଠି ମୁଁ ଦେଇଦେଇଛି ମଧ୍ୟ ମ୍ୟାପ। ଦେଖନ୍ତୁ, ଏଇଠି ରହିଲା ଆମର ପ୍ୟାଙ୍ଗଙ୍ଗ ଟିଏସଓ ଲେକ୍। ଏଇ ଜାଗାଟା, ଏଇଠି ଆମର ରହିଲା ଆକ୍ସାଇ ଚୀନ। ଆକ୍ସାଇ ଚୀନ ଉପରେ, ଆକ୍ସାଇ ଚୀନ ତଳକୁ ଆମର ରହିଛି କଣ? ପ୍ୟାଙ୍ଗଙ୍ଗ। ପ୍ୟାଙ୍ଗଙ୍ଗ ଟିଏସଓ ଲେକ୍, ଯାହା ପାଇଁ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ରହିଛି। ବୁଝିହେଲା? ଏଇଠି ଯୋଉ ବର୍ଡର ଯାଇଛି ସେଟା ହଉଛି ଆମର LAC ବା ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ। ବୁଝିହେଲା? ତାହେଲେ ଚାଇନା ସହିତ ପ୍ୟାଙ୍ଗଙ୍ଗ ଟିଏସଓ ଲେକ୍ ପାଇଁ ରହିଛି ଆମର ଡିସ୍ପ୍ୟୁଟ, ତା ସହିତ ଆକ୍ସାଇ ଚୀନ ପାଇଁ ମଧ୍ୟ ରହିଛି ଡିସ୍ପ୍ୟୁଟ। ନେକ୍ସଟ ଆମର ଅଛି ଗୋଟେ ଗଲୱାନ ଭ୍ୟାଲି। ଗଲୱାନ ଭ୍ୟାଲି ହଉଛି ଗୋଟେ ଷ୍ଟ୍ରାଟେଜିକ ରିଜିୟନ, ଯୋଉଟା ଇଣ୍ଡିଆ ଏବଂ ଚାଇନା ମଧ୍ୟରେ ମଧ୍ୟ ଡିସ୍ପ୍ୟୁଟ ରହିଛି। ଏହା ଆମର ମଧ୍ୟ ଇଷ୍ଟର୍ଣ୍ଣ ଲଦାଖରେ ଦେଖାଯାଇଥାଏ। ଏଠି ଦେଖନ୍ତୁ, ମ୍ୟାପରେ ମଧ୍ୟ ମୁଁ ଦେଇଦେଇଛି ଗଲୱାନ ଭ୍ୟାଲି କଥା। ଗଲୱାନ ଭ୍ୟାଲି ଆମର ଏଇଠି ଅବସ୍ଥିତ। ଉପରେ ଏଇଠି ମୋର ଆକ୍ସାଇ ଚୀନ ରହିଲା, ଆକ୍ସାଇ ଚୀନ ପାଇଁ ବିବାଦ ହେଇଥିଲା। ଏଇଠି ଆମର ରହିଥିଲା କଣ? ତାର ତଳକୁ ଥିଲା ଆମର ଆକ୍ସାଇ ଚୀନ ତଳକୁ ଥିଲା ଟିଏସଓ ଲେକ୍, ଯୋଉ ଥିଲା ଆମର ପ୍ୟାଙ୍ଗଙ୍ଗ ଟିଏସଓ ଲେକ୍। ଏଇଠି ଆମର ରହିଛି କଣ? ଗଲୱାନ ଭ୍ୟାଲି। ଏହା ପାଇଁ ମଧ୍ୟ ଭାରତ ଏବଂ ଚାଇନା ମଧ୍ୟରେ ଡିସ୍ପ୍ୟୁଟ ବା ବିବାଦ ରହିଛି। ବୁଝିହେଲା? ତାହେଲେ ଏବେ ଆମେ ଦେଖିବା ଆଉ ଗୋଟିଏ କଣ୍ଟ୍ରି, ଯାହାର ନାଁ ହଉଛି ଭୁଟାନ। ଏହା ମଧ୍ୟ ଆମ ଭାରତ ସହିତ 699 କିଲୋମିଟର ବର୍ଡର ସେୟାର କରୁଛି। ବର୍ଡରରେ କିଏ କିଏ ଅଛନ୍ତି? ଏଠି ଦେଇଦେଇଛି ମୁଁ ସିକିମ। ଏଇଠି ରହିଲା ଆମର ଉପରେ ସିକିମ, ଏଇ ଏରିଆ ଟା ହଉଛି ଆମର ସିକିମ। ତାପରେ ଏଇଠି ୱେଷ୍ଟ ବେଙ୍ଗାଲର ଏତିକି ପାର୍ଟ ସେୟାର କରିଛି। ଏଇଠି ରହିଲା ଆମର ଆସାମ, ଏଇଠି ରହିଲା ଅରୁଣାଚଳ ପ୍ରଦେଶ। ବୁଝିହେଲା? ଏଇତକ ଏରିଆ ହଉଛି ଆମର ଅରୁଣାଚଳ ପ୍ରଦେଶ। ଏଇଠୁ ଏଇ ପର୍ଯ୍ୟନ୍ତ ହଉଛି ଆମର ଆସାମ, ଏଇଠୁ ଏଇ ପର୍ଯ୍ୟନ୍ତ ହଉଛି ୱେଷ୍ଟ ବେଙ୍ଗାଲ, ଏଇଠୁ ଏଇ ପର୍ଯ୍ୟନ୍ତ ହଉଛି ସିକିମ। ତାହେଲେ ଏତିକି ଏରିଆ ଆମର କାହା ସହିତ? ଭୁଟାନ ସହିତ ସେୟାର କରିଛି। ସିକିମ, ୱେଷ୍ଟ ବେଙ୍ଗାଲ, ଆସାମ, ଅରୁଣାଚଳ ପ୍ରଦେଶ, ଏତିକି ଆମର ଭୁଟାନ ସହିତ ସେୟାର କରିଛି। ଭୁଟାନ ହଉଛି ଗୋଟେ ଲ୍ୟାଣ୍ଡମାର୍କ କଣ୍ଟ୍ରି। ଏହା ଆମର ନ୍ୟାରୋ ଭ୍ୟାଲିଜ୍। ଦେଖନ୍ତୁ, ଏଠି ଭ୍ୟାଲି, ନ୍ୟାରୋ ଭ୍ୟାଲିଜରେ ମଧ୍ୟ ଏହା ଦେଖାଯାଉଛି। ଲ୍ୟାଣ୍ଡ ଅଫ ଥଣ୍ଡର ବେଲ୍ଟ ମଧ୍ୟ ଏହାକୁ କୁହନ୍ତି। ତାପରେ ଆମେ ଦେଖିବା ଭୁଟାନ ସହିତ କଣ ଡିସ୍ପ୍ୟୁଟ ରହିଛି। ଭୁଟାନ ସହିତ ଆମର ଡୋକ୍ଲାମ ପ୍ଲାଟ୍ୟୁ ପାଇଁ ଡିସ୍ପ୍ୟୁଟ ରହିଛି, ଯୋଉଟାରେ ଆମର ଚାଇନା, ଭୁଟାନ ଆଉ ଇଣ୍ଡିଆ ତିନିଟା ଯାକ ଭିତରେ ଡିସ୍ପ୍ୟୁଟ ଅଛନ୍ତି। ଏଇଠି ରହିଲା ଆମର ଡୋକ୍ଲାମ ପ୍ଲାଟ୍ୟୁ। ଏଇଠି ଭୁଟାନର ଅଂଶବିଶେଷ ଅଛି, ଭାରତର ବି ଅଂଶବିଶେଷ ରହିଛି। ତା ସହିତ ଉପରେ ଆମର ରହିଲା ଏପଟେ ଚାଇନା। ତିନି ଜଣ ଯାକର ଅଂଶବିଶେଷ ରହିଛି କାହାର? ଡୋକ୍ଲାମ ପ୍ଲାଟ୍ୟୁରେ। ସେଥିପାଇଁ ମଧ୍ୟ ତିନି ଜଣ ଭିତରେ ବିବାଦ ସାରା ରହିଛି, ଯଦ୍ୱାରା ଆମର 2017 ମସିହାରେ ମେଜର ଷ୍ଟାଣ୍ଡ ଅଫ୍ ମଧ୍ୟ ହୋଇଥିଲା। ନେକ୍ସଟ, ତାପରେ ଆସିଲା ଆମର ମିଆଁମାର କଥା। ମିଆଁମାର ଭାରତ ଠାରୁ ସେପାରେଟ ହେଇଛି କେବେ ନା 1937 ମସିହାରେ। 1643 କିଲୋମିଟର ବର୍ଡର ସେୟାର କରୁଛି। କିଏ କିଏ ତାହେଲେ ଦେଖିବା? ମିଆଁମାରକୁ ଲାଗିକି ଅଛି। ଏଠି ରହିଲା ଆମର ଅରୁଣାଚଳ ପ୍ରଦେଶ, ତାପରେ ଅଛି ଆମର ନାଗାଲ୍ୟାଣ୍ଡ,
ତାପରେ ରହିଲା ଆମର ମଣିପୁର, ତାପରେ ରହିଲା ମିଜୋରାମ। ବୁଝିହେଲା। ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଏଠି ରହିଲା ଆମର ମିଆଁମାର। ତାହେଲେ ମିଆଁମାର ସହିତ ଆମର ଏତିକି ରାଜ୍ୟ କଣ କରିଛି ନା ଲାଗିକି ରହିଛି। ତାହେଲେ ଏଇଟା କହୁଛି ଆମର ବର୍ଡର ଷ୍ଟେଟ। ମିଆଁମାର ପରେ ଆମେ ଦେଖିବା ବାଂଲାଦେଶ କଥା। ବାଂଲାଦେଶ କେବେ କ୍ରିଏଟ ହେଇଛି ନା 1971 ମସିହାରେ। ଏଠି ବାଂଲାଦେଶର ଚିତ୍ର ମଧ୍ୟ ମୁଁ ଆପଣମାନଙ୍କୁ ଦେଇଦେଇଛି। ଆମ ଭାରତ ଏହାକୁ ପୁରା କାଖେଇକି ଧରିଛି। କି କୋଉ କୋଉ ରାଜ୍ୟ ଆମର ଅଛି ଭାରତର? ୱେଷ୍ଟ ବେଙ୍ଗାଲ ଏଠି ରହିଲା। ତାପରେ ଏଠି ଆମର ଆସାମ ଅଛି, ତାପରେ ଅଛି ମେଘାଳୟ, ତାପରେ ଅଛି ତ୍ରିପୁରା, ତାପରେ ଅଛି ମିଜୋରାମ। ଡିଫରେଣ୍ଟ କଲରର ମ୍ୟାପ ମଧ୍ୟ ମୁଁ ଦେଇଦେଇଛି। ତାହେଲେ ଆପଣମାନଙ୍କୁ ସହଜରେ ଆପଣମାନେ ମଧ୍ୟ ମନେ ରଖିବେ। ତାହେଲେ ବର୍ଡରରେ କିଏ ରହିଲେ? ୱେଷ୍ଟ ବେଙ୍ଗାଲ ରହିଲା ଏଠି, ତାପରେ ରହିଲା ଆସାମ, ତାପରେ ମେଘାଳୟ, ତାପରେ ତ୍ରିପୁରା, ତାପରେ ମିଜୋରାମ। ଏତିକି ହଉଛି ଆମର କଣ ବାଂଲାଦେଶର ବର୍ଡରରେ ରହିଛି। ଏହା ଆମର ଏହା କେବେ କ୍ରିଏଟ ହେଇଥିଲା ନା 1971ରେ। ପୂର୍ବରୁ ଏହାର ନାଁ ଥିଲା କଣ? ଇଷ୍ଟ ବେଙ୍ଗାଲ। କେବେ? 1947 ପୂର୍ବରୁ। ତାହେଲେ ଆମ ଦେଶ ସ୍ଵାଧୀନ ହବା ପୂର୍ବରୁ ଇଷ୍ଟ ବେଙ୍ଗାଲ ଏହାର ନାଁ ଥିଲା। 1947ରୁ 1971 ପର୍ଯ୍ୟନ୍ତ ଇଷ୍ଟ ପାକିସ୍ତାନ ଥିଲା। ତାପରେ 1971 ପରେ ଏହାର ନାଁ ହେଇଗଲା ବାଂଲାଦେଶ। ବୁଝିହେଲା ତାହେଲେ ବାଂଲାଦେଶ କଥା। କଣ ଡିସ୍ପ୍ୟୁଟ ଅଛି ଆମର ବାଂଲାଦେଶ ମଧ୍ୟରେ? ତିଷ୍ଟା ରିଭର ଏବଂ ଫେନି ରିଭର ଡିସ୍ପ୍ୟୁଟ ରହିଛି ଇଣ୍ଡିଆ ଏବଂ ବାଂଲାଦେଶ ମଧ୍ୟରେ। କୋଉ ଷ୍ଟେଟରେ ନା ୱେଷ୍ଟ ବେଙ୍ଗାଲ। ତାହେଲେ ୱେଷ୍ଟ ବେଙ୍ଗାଲକୁ ଲାଗିକି ଆମର ତିଷ୍ଟା ରିଭର ଏବଂ ଫେନି ରିଭର ଯୋଉ ରହିଛି ତା ମଧ୍ୟରେ ଡିସ୍ପ୍ୟୁଟ ଅଛି ଇଣ୍ଡିଆ ଏବଂ ବାଂଲାଦେଶ ଭିତରେ। ତାପରେ ଆମେ ପଢିବା ଇଣ୍ଡିଆନ ଷ୍ଟାଣ୍ଡାର୍ଡ। ଏତିକି ଥିଲା ଆମର ପଡୋଶୀ ରାଜ୍ୟ, ପଡୋଶୀ ଦେଶ କଥା। କୋଉ କୋଉ ଷ୍ଟେଟ ଲାଗିକି ଅଛି ତାହା ଆପଣ ମାନେ ମ୍ୟାପ ମାଧ୍ୟମରେ ମଧ୍ୟ ପଢିଲେ। ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝେଇଦେଲି। ତାପରେ ଆମେ ଦେଖିବା ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମେରିଡିଆନ ଆମର କୋଉ କୋଉ ଷ୍ଟେଟ ଦେଇକି ପାସ୍ କରିଛି। ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମେରିଡିଆନ ଆମର ଯୋଉ ଟାଇମ ଲାଇନ ରହିଲା ଆମର 5ଟା ଷ୍ଟେଟ ଦେଇକି ପାସ୍ କରିଛି। କଣ କଣ? ଏଠି ଦେଖନ୍ତୁ ଆମର ରହିଲା ଉପରେ ଉତ୍ତରପ୍ରଦେଶ, ତାପରେ ଅଛି ମଧ୍ୟପ୍ରଦେଶ, ତାପରେ ରହିଲା ଛତିଶଗଡ, ଏଠି ରହିଲା ଛତିଶଗଡ, ତାପରେ ଏଠି ଆମର ଅଛି ଓଡିଶା, ତାପରେ ଅଛି ଏଠି ଆନ୍ଧ୍ରପ୍ରଦେଶ। ତାହେଲେ ଏଇ 5ଟା ରାଜ୍ୟ ଦେଇକି ଆମର ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମେରିଡିଆନ ଟାଇମ ଲାଇନ ଟା ପାସ୍ କରିଛି। ବୁଝିହେଲା। ମ୍ୟାପରେ ଆପଣ ମାନେ ମନେ ରଖିବା ପାଇଁ ମୁଁ ମଧ୍ୟ ସହଜରେ ଦେଇଦେଇଛି। ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମେରିଡିଆନ ହଉଛି ଆମର କେତେ? 82 ଡିଗ୍ରୀ 30 ମିନିଟ ଇଷ୍ଟ ଲଙ୍ଗିଚ୍ୟୁଡ। ବୁଝିହେଲା ତାହେଲେ। ତାପରେ ଦେଖିବା ଆମେ ଟ୍ରପିକ ଅଫ କ୍ୟାନ୍ସର କୋଉ କୋଉ ମଧ୍ୟ ଦେଇ ପାସ୍ କରିଛି। କଣ କଣ ଷ୍ଟେଟ ଦେଇକି? 8ଟି ଷ୍ଟେଟ ଦେଇକି ଆମର ଟ୍ରପିକ ଅଫ କ୍ୟାନ୍ସର ପାସ୍ କରିଛି। ଏଇଠି ରହିଲା ଦେଖନ୍ତୁ ଗୁଜୁରାଟ ପରେ ଏଇଠି ରହିଲା ଆମର ରାଜସ୍ଥାନ, ତାପରେ ରହିଛି ଆମର ମଧ୍ୟପ୍ରଦେଶ, ତାପରେ ଏଠି ରହିଲା ଆମର କଣ? ଛତିଶଗଡ ପରେ ଏଠି ରହିଲା ଆମର ଝାଡଖଣ୍ଡ, ତାପରେ ଏଠି ରହିଲା ଆମର ୱେଷ୍ଟ ବେଙ୍ଗାଲ, ତାପରେ ଏଠି ରହିଲା ଆମର ତ୍ରିପୁରା, ତାପରେ ଏଠି ଅଛି ଆମର ମିଜୋରାମ। ତାହେଲେ କଣ ରାଜ୍ୟ ଦେଇକି ପାସ୍ କରିଛି? ଗୁଜୁରାଟ, ରାଜସ୍ଥାନ। କଣ ରାଜ୍ୟ ଦେଇକି ପାସ୍ କରିଛି ଆମେ ଦେଖିବା। ଏଠି ରହିଲା ଆମର ଗୁଜୁରାଟ, ତାପରେ ରହିଲା ରାଜସ୍ଥାନ, ତାପରେ ରହିଲା ମଧ୍ୟପ୍ରଦେଶ, ତାପରେ ରହିଲା ଛତିଶଗଡ, ତାପରେ ଝାଡଖଣ୍ଡ, ତାପରେ ୱେଷ୍ଟ ବେଙ୍ଗାଲ, ତାପରେ ରହିଲା ତ୍ରିପୁରା, ତାପରେ ରହିଲା ମିଜୋରାମ। ଏଇ 8ଟି ଷ୍ଟେଟ ଦେଇକି ଆମର ଟ୍ରପିକ ଅଫ କ୍ୟାନ୍ସର ପାସ୍ କରିଛି। ନେକ୍ସଟ ଦେଖିବା ଆମର କୋଷ୍ଟଲାଇନ ଷ୍ଟେଟ ଗୁଡିକ। ତାହେଲେ ତଟକୁ ଲାଗିକି କୋଉ କୋଉ ଷ୍ଟେଟ ରହିଛି? ଏଠି ରହିଲା ଆମର କଣ? ଗୁଜୁରାଟ। ମ୍ୟାପରେ ମଧ୍ୟ ମୁଁ ଆପଣମାନଙ୍କୁ ଦେଇଦେଇଛି। ଏଠି ରହିଲା ଆମର କଣ? ଗୁଜୁରାଟ, ତାପରେ ରହିଛି ଆମର ମହାରାଷ୍ଟ୍ର, ଏଇଠି ରହିଛି ଆମର ଗୋଆ, ତାପରେ ରହିଛି ଆମର କର୍ଣ୍ଣାଟକ, ଏଇଠି ରହିଲା ଆମର ତାମିଲନାଡୁ, ତାପରେ ଏଇଠି ରହିଛି ଆମର ଆନ୍ଧ୍ରପ୍ରଦେଶ, ଏଇଠି ରହିଲା ଆମର ଓଡିଶା, ଏଇଠି ରହିଲା ୱେଷ୍ଟ ବେଙ୍ଗାଲ। ଏତିକି ହଉଛି ଆମର କଣ? ତଟବର୍ତ୍ତୀ ରାଜ୍ୟ ବା କୋଷ୍ଟାଲ ଷ୍ଟେଟ। କଣ ତାହେଲେ? ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ୱେଷ୍ଟ ବେଙ୍ଗାଲ। ମ୍ୟାପରେ ଆମେ ଆଉ ଥରେ ତାହେଲେ ଦେଖିଦବା, ମନେ ରହିଯିବ ଆମର। ଏଠି ରହିଲା ଗୁଜୁରାଟ ପରେ ଏଇଠି ରହିଛି ଆମର କଣ? ମହାରାଷ୍ଟ୍ର, ତାପରେ ରହିଛି ଆମର ଏଠି ଗୋଆ, ତାପରେ ରହିଲା କର୍ଣ୍ଣାଟକ, ତାପରେ ରହିଲା ତାମିଲନାଡୁ, ଏଠି ରହିଲା ଆମର ଆନ୍ଧ୍ରପ୍ରଦେଶ, ତାପରେ ରହିଲା ଓଡିଶା, ତାପରେ ରହିଲା ଏଠି ୱେଷ୍ଟ ବେଙ୍ଗାଲ। ଏତିକି ହଉଛି ଆମର କୋଷ୍ଟ ଲାଇନ ଷ୍ଟେଟ। ବୁଝିହେଲା। ଏବେ ଆମେ ଶ୍ରୀଲଙ୍କା କଥା ପଢିବା। ଶ୍ରୀଲଙ୍କା ହଉଛି ଗୋଟିଏ ଆମର ଆଇସଲ୍ୟାଣ୍ଡ କଣ୍ଟ୍ରି ଯାହାର ଓଲ୍ଡ ନେମ ହଉଛି ସିଲନ। ଏହାକୁ 1505ରେ ଡିସ୍କଭର କରାଯାଇଥିଲା ପର୍ତ୍ତୁଗାଲ ଦ୍ଵାରା।
पर्क स्ट्रेट मन रखिबा आपण माने पर्क स्ट्रेट द्वारा हमर इंडिया एवं श्रीलंका सेपरेट ହେଇଛି एठी मध्ये म आपण मानको चित्र रे दे देछि पर्क स्ट्रेट इंडिया श्रीलंका को गोटे गिफ्ट देछि आइसलैंड रे हेडा होछि कोन कच्छद्वीप आइसलैंड एहाको आपण माने मध्ये मन रखि कच्छद्वीप आइसलैंड स्टोडा हेडा हमर इंडिया गिफ्ट करछि श्रीलंका को ताले श्रीलंका कथा हम देखिले श्रीलंका पर हम देखिबा मालदीव एठी हमर रहला मालदीव जोड़ा होची स्मॉलेस्ट नेशन ऑफ साउथ एशिया गोटे स्मॉलेस्ट नेशन एटा होची मध्ये गोटे आइसलैंडिंग कंट्री रे एहार एग्जांपल कोन हमर जिवो कोराल आइसलैंड एटा कोराल आइसलैंड रो गोटे एग्जांपल लाक्षाद्वीप एवं मालदीव मध्य 8 डिग्री चैनल हम ताले चैनल कथा देखि दबा मालदीव एवं लाक्षाद्वीप कहले कोन मिनी कय एटे मिनी कय रहला तले रहला मालदीव आ ऊपर रहला लाक्षाद्वीप बुझेला मिनिकय एवं मालदीव भितर हमर कोन 8 डिग्री चैनल रहिछि लाक्षाद्वीप एवं मिनिकय मध्यरे 9 डिग्री चैनल रहिछि अंडमान एवं निकोबर सेपरेट पय हमर 10 डिग्री चैनल रहिछि याक मध्ये आपण माने मन रखिबे मोस्ट इंपोर्टेंट पॉइंट एग्जाम रे बार बार मध्ये क्वेश्चन आसुछि ताले मिनिकय एवं मालदीव मध्यरे कोन अछि ना 8 डिग्री चैनल मिनिकय एवं लाक्षाद्वीप भितर रहिछि हमर 9 डिग्री चैनल ता सहित अंडमान एवं निकोबर मध्यरे होछि 10 डिग्री चैनल आशा करछि आपण मानको समस्तଙ୍କୁ मोर एही भिडियोटी निहाती भाବରେ ଭଲ ଲାଗିଥିବ ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ ସାଙ୍ଗମାନଙ୍କ ସହିତ ସେୟାର କରିବା ପାଇଁ ମଧ୍ୟ ଭୁଲିବେ ନାହିଁ ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ମୋର ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଏବେ ଯାଇ ନଲେଜ ଗାଇଡ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୟୋର ଲଭ୍ ସପୋର୍ଟ ଆଣ୍ଡ ଭ୍ୟାଲୁଏବଲ୍ ଟାଇମ୍ ଥ୍ୟାଙ୍କ ୟୁ ଟୁ ଅଲ୍